ସାଙ୍ଗମାନେ ପିଲାଟିର ବୁଦ୍ଧିଟେ ଦେଖନ୍ତୁ କେମିତି ଗୋଟେ ବାଇକର ଟାୟାରକୁ କରତରେ କାଟିବାକୁ ଲାଗୁଛି। କାହିଁକି ନା ଏ କ୍ଷୀରବାଲାଟି କ୍ଷୀରରେ ପାଣି ମିଶାଇକି ଗାଁ ଗାଁରେ ନେଇକି ବିକିବାକୁ ଲାଗୁଛି, ଆଉ ଲୋକମାନେ ଜାଣିପାରୁନାହାନ୍ତି। ସେଥିପାଇଁ ଏ ପିଲାଟି ରାଗିକିରି ତା ବାଇକର ଟାୟାରକୁ କାଟି କୁଟାକି ସମ୍ପୂର୍ଣ୍ଣ ଭାବରେ ଛିଡେଇ ଦଉଛି, ଆଉ ପଦାକୁ ବାହାର କରିଦଉଛି। ଆଉ ସେ ଟାୟାରଟିକୁ ନେଇକି ଯାଇକି ଗୋଟେ ଖାଲରେ ଲୁଚି ପଡୁଛି। ଆଉ ସେ କ୍ଷୀରବାଲାଟି ପୁଣି ନଦୀରୁ ପାଣି ଆଣିକି ତା କ୍ଷୀରରେ ଢାଳିବାକୁ ଲାଗୁଛି, ଆଉ କହୁଛି ଶଳା କେହି ଦେଖୁନାହାନ୍ତି ତ, ନହେଲେ ମୋର ସବୁ ପ୍ଲାନ ବେକାର ହେଇଯିବ। ଆଉ ସେ କ୍ଷୀରବାଲାଟି ଡେରି ନ କରିକି ସେ କ୍ଷୀରରେ ପାଣି ମିଶାଇକି ତା ବାଇକଟିକୁ ଷ୍ଟାର୍ଟ କରିକି ନେଇଯାଉଛି। ଆଉ ସେ ପିଲାଟି କହୁଛି ଶଳା ରିମିରେ ବି ନେଇଗଲା, ମତେ ତ କିଛି ନା କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡିବ। ଆଉ ସେ କ୍ଷୀରବାଲାଟି ଏମିତି କିଛି ବାଟ ଗଲା ପରେ ତା ଗାଡି ଜୋରରେ ଦୋହଲେଇବାକୁ ଲାଗୁଛି। ଆରେ ମୋ ଗାଡି କଣ ଏତେ ଜୋରରେ ଦୋହଲୁଛି, ବୋଧହୁଏ ଗାଡି ପଞ୍ଚର ହେଇଗଲା, ଓହ୍ଲେଇକି ଦେଖିଲେ ଜଣା ପଡିବ। ଆଉ ସେ କ୍ଷୀରବାଲାଟି ଯେତେବେଳେ ଓହ୍ଲେଇକି ଦେଖୁଛି ତା ଗାଡିରେ ଆଉ ଟାୟାର ନାହିଁ। ଆରେ ମୋ କ୍ଷୀରରେ ପାଣି ମିଶଉଛି ବୋଲି ବୋଧହୁଏ କିଏ ଦେଖିଦେଇଛି, ଆଉ ଶଳା ମୋ ଟାୟାରକୁ କାଟିକି ନେଇଯାଇଛି। ଆଉ ଯାଉଛି ସେମିତି ମାଡିଯିବି, ଆଉ ସବୁ ପାଣି କ୍ଷୀରକୁ ଗାଁ ଗାଁରେ ବିକିଦେବି। ଆଉ ସେ ଲୋକଟି ପୁଣି ଥରେ ଗାଡି ଷ୍ଟାର୍ଟ କରିକି ଯିବାକୁ ବାହାରିଥିବା ସମୟରେ ସେ ପିଲାଟି ଧାଇଁ ଧାଇଁ ଆସୁଛି, ଆଉ ତା ଗାଡିକି ପେଲି ଦଉଛି, ଆଉ ତା ପାଣି କ୍ଷୀର ସବୁ ଢାଳି ହେଇଯାଉଛି। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ଏ ପିଲା ଠିକ କାମ କରିଛି, ତାହେଲେ ଗୋଟେ ଲାଇକ୍ କରିଦିଅନ୍ତୁ, ଆଉ କମେଣ୍ଟ ବକ୍ସରେ ୟେସ୍ ଲେଖି ସେଣ୍ଡ କରିଦିଅନ୍ତୁ।